ତୁ ଯେତେ ଦୂରରେ ଥା ମୋ ପାଇଁ ସବୁବେଳେ ମୋର ଭାଇ ହେଇ ରହିବୁ। ଭଉଣୀ ଯେତେବେଳେ ଭାଇ ହାତରେ ରାକ୍ଷୀ ବାନ୍ଧେ ସେତେବେଳେ ସେ କେବଳ ସୂତା ବାନ୍ଧେନି, ସେ ବାନ୍ଧିଥାଏ ପିଲାଦିନର ସ୍ମୃତି, ମାଆର ଡାକ, ବାପାଙ୍କ ଗାଳି, ସାଙ୍ଗ ହୋଇ ଖେଳିଥିବା ସେଇ ଦିନ, ଆଉ ଅନେକ ଅକୁହା କଥା। ପିଲାଦିନେ ଯେଉଁ ଭାଇଟା ଭଉଣୀର ଚୁଟି ଟାଣି ଦେଉଥିଲା, ଆଜି ସେଇ ଭାଇଟା ଭଉଣୀର ମୁଣ୍ଡ ଉପରେ ହାତ ରଖି କହୁଛି, ଚିନ୍ତା କରନି, ମୁଁ ପା ଅଛି। ଏଇ ଦୁଇଟି ଶବ୍ଦ, ମୁଁ ଅଛି, ଭଉଣୀ ପାଇଁ ହୁଏତ ଦୁନିଆର ସବୁଠୁ ବଡ଼ ଭରସା। ଭାଇ ପାଇଁ ଭଉଣୀ କେବଳ ଜଣେ ଭଉଣୀ ନୁହେଁ, ସେ ହେଉଛି ଘରର ହସ। ରାକ୍ଷୀ କାହା ପାଇଁ ଖୁସି, କାହା ପାଇଁ ସ୍ମୃତି, ତ କାହା ପାଇଁ ଦୂରରେ ଥିବା ଭାଇ ଭଉଣୀଙ୍କ ଅପେକ୍ଷା। ଆଜି ହେଉଛି ରାକ୍ଷୀ, ସବୁ ଭଉଣୀଙ୍କ ହାତରେ ରାକ୍ଷୀ, ସବୁ ଭାଇଙ୍କ ମୁହଁରେ ହସ। କିନ୍ତୁ ମୋ ପାଇଁ ସବୁକିଛି ଥାଇ ବି ଯେମିତି କିଛି ନାହିଁ। ରାକ୍ଷୀ ଅଛି, ମିଠା ଅଛି, ଚନ୍ଦନ ବି ଅଛି, କିନ୍ତୁ ରାକ୍ଷୀ ବାନ୍ଧିବାକୁ ମୋର ସବୁଠୁ ଗେଲି ଭଉଣୀଟା ଆଜି ମୋ ପାଖରେ ନାହିଁ। ଚୁପଚାପ ରାକ୍ଷୀଟାକୁ ହାତରେ ଧରି ଅପେକ୍ଷା କରିଛି, ମୁହଁରେ ହସ ନାହିଁ, ଆଖିରେ ଅପେକ୍ଷା। ଏଇ ଜଣେ କହିଲା, ସେ ଆସିନି କ'ଣ ହେଲା, ରାକ୍ଷୀ ତ ପଠେଇଛି। ମୋ ପାଖରେ ଉତ୍ତର କିଛି ନଥିଲା, କେବଳ ଏତିକି କହିଲି, ସେ ଆଜି ବି ମୋ ଉପରେ ରାଗିଛି। ପୁଣି ସେ କହିଲା, ସେ ରାଗିଥାଉ, ତମେ କଲ୍ କରି କଥା ହେଉନ। ମୋବାଇଲ ଖୋଲିଲି, ଭଉଣୀର ନମ୍ବର ବାହାର କଲି, କିଛି ସମୟ ମୋବାଇଲକୁ ଚାହିଁଲି, କିନ୍ତୁ ଫୋନ୍ ଲଗେଇ ପାରିନଥିଲି। କେମିତି କରିବି ତମେ କୁହ? ଯିଏ ମୋତେ ଏତେ ଦିନ ଧରି ବ୍ଲକ୍ କରିଛି, ମୋ ସହ ବର୍ଷ ବର୍ଷ ବିତି ଯାଇଥିଲେ ବି ମୋ ସହ କଥା ହେବା ତ ଦୂରର କଥା, କଲ୍ କି ମେସେଜ ଗୋଟେ କରିନି, ତାକୁ କଲ୍ କରି କ'ଣ କହିବି? ଦିନେ ଯେଉଁ ଭାଇ ଭାଇ ହେଇ ମୋ ପଛେ ପଛେ ବୁଲୁଥିଲା, ଏ ଭାଇ ଯୁଆଡ଼େ ଯାଉଥିଲା ତାକୁ ସାଙ୍ଗରେ ନ ନେଲେ ଯାଉନଥିଲା, ତାର ସବୁ ଅଳି ଅର୍ଦ୍ଦଳି ମୋ ପାଖରେ କହୁଥିଲା, ମୋର କିଛି ଅସୁବିଧା ହେଲେ ବ୍ୟସ୍ତ ହୋଇ ପଡ଼ୁଥିଲା, ଆଜି ତା ରାଗ ଆଉ ଅଭିମାନ ପାଖରେ ମୋ ସ୍ନେହ, ଶ୍ରଦ୍ଧା, ଭଲ ପାଇବା ଯେମିତି କୁଆଡ଼େ ଉଭେଇ ଯାଇଛି। ପ୍ରତିବର୍ଷ ସେ ହାତରେ ରାକ୍ଷୀ ବାନ୍ଧୁଥିଲା, ବାନ୍ଧି ସାରି କହୁଥିଲା, ଭାଇ ମୋ ପାଇଁ କ'ଣ ଆଣିଛ? ମୁଁ ହସି ହସି କହୁଥିଲି, ଏଥର କିଛି ମିଳିବନି। ଆଉ କିଛି ସମୟ ପରେ ମୁଁ ଆଣିଥିବା ଉପହାରଟା ତା ହାତରେ ବଢ଼େଇ ଦେଉଥିଲି। ସେଦିନର ସେ କଥା ଆଜି ବି ଭୁଲିନି। କିଛି ଦିନ ପୂର୍ବରୁ ଗୋଟେ ଛୋଟ କଥାକୁ ନେଇ ଆଉ କାହା ପାଇଁ ମୋ ଉପରେ ଅଭିମାନ କରି ଆଜି ମୋତେ ଦୂରେଇ ଦେଇଛି। ଆଉ ସେବେଠୁ ଭାଇକୁ ସବୁଦିନ ପାଇଁ ଯେମିତି ଭୁଲି ଯାଇଛି। ଭାବିଥିଲି କିଛି ଦିନ ପରେ ସବୁ କିଛି ଠିକ୍ ହେଇଯିବ, ହେଲେ କିଛି ବି ଠିକ୍ ହେଲାନି। କିନ୍ତୁ ଏଇ ରାକ୍ଷୀ ଆସିଲେ ତା କଥା ନା ଭାରି ମନେ ପଡ଼େ, ଆଉ ଆଖିରୁ ଦିଟୋପା ଲୁହ ଆସିଯାଏ। ସମ୍ପର୍କରେ ରାଗ ଅଭିମାନ ରହିବ, କେବେ କେବେ ଦୂରତା ବି ଆସିବ, କିନ୍ତୁ ଯେଉଁ ସମ୍ପର୍କରେ ଭଲ ପାଇବା ସତ ଥାଏ, ସେଠି ଅଭିମାନ ବେଶୀ ଦିନ ରହିପାରେ ନା। କାରଣ ସାନ ଭଉଣୀ ଯେତେ ରାଗିଲେ ବି ବଡ଼ ଭାଇ ହାତରେ ରାକ୍ଷୀ ବାନ୍ଧିବା ଇଚ୍ଛାଟା ତା ହୃଦୟରୁ କେବେ ସରେନି। ଆଉ ବଡ଼ ଭାଇ, ସେ ଯେତେ ବଡ଼ ହେଇଯାଉ ନା କାହିଁକି, ଭଉଣୀ ପାଇଁ ସେ ସବୁବେଳେ ସେଇ ଭାଇ ହେଇକି ରୁହେ। ରାକ୍ଷୀର ସୂତା ହୁଏତ ହାତରେ ବନ୍ଧାଯାଏ, କିନ୍ତୁ ଭାଇ ଭଉଣୀର ଭଲ ପାଇବା ହୃଦୟରେ ବନ୍ଧା ହୋଇଥାଏ। ସେହି ବନ୍ଧନକୁ କୌଣସି ରାଗ, କୌଣସି ଅଭିମାନ, କୌଣସି ଦୂରତା କେବେ ବି ଛିଣ୍ଡେଇ ପାରେ ନା। କିଛି ସମ୍ପର୍କ ରକ୍ତରେ ଗଢ଼ା ହୁଏ, କିଛି ସମ୍ପର୍କ ମନରେ, ଆଉ କିଛି ସମ୍ପର୍କ ଏମିତି ଯାହାକୁ ଶବ୍ଦରେ ବୁଝାଇବା ସମ୍ଭବ ନୁହେଁ। ସେହି ସମ୍ପର୍କ ହେଉଛି ଭାଇ ଭଉଣୀର ସମ୍ପର୍କ। ପିଲାଦିନର ସେହି ଛୋଟ ଛୋଟ ଝଗଡ଼ା, କେବେ ଖେଳନା ପାଇଁ, କେବେ ଚକୋଲେଟ୍ ପାଇଁ, ତ କେବେ ମା କାହାକୁ ଅଧିକ ଭଲ ପାଆନ୍ତି ବୋଲି। କେବେ ଭାଇ ଭଉଣୀକୁ ଚିଡ଼ାଏ, ଆଉ କେବେ ଭଉଣୀ ରାଗିଯାଇ ମା ପାଖରେ ଭାଇର ଅଭିଯୋଗ କରେ। କିନ୍ତୁ ଯେତେବେଳେ କେହି ବାହାର ଲୋକ ତାଙ୍କ ଭାଇ କିମ୍ବା ଭଉଣୀକୁ କିଛି କହିଦିଏ, ସେତେବେଳେ ସେଇ ଝଗଡ଼ା, ସେଇ ରାଗ ସବୁ ଯେମିତି କୁଆଡ଼େ ହଜିଯାଏ। କାରଣ ଭାଇ ଭଉଣୀର ସମ୍ପର୍କ ଝଗଡ଼ାର ନୁହେଁ, ଏ ହେଉଛି ହୃଦୟର ସମ୍ପର୍କ। ଆଉ ଏଇ ସମ୍ପର୍କକୁ ପୁଣି ଥରେ ମନେ ପକାଇ ଦିଏ ଗୋଟେ ଛୋଟିଆ ସୂତା, ରାକ୍ଷୀ। ରାକ୍ଷୀ ଗୋଟିଏ ସୂତାରେ ହେଇପାରେ, କିନ୍ତୁ ଏହା ଭିତରେ ଲୁଚିଥାଏ ଅସରନ୍ତି ସ୍ନେହ, ଅସୀମ ଭଲ ପାଇବା, ଆଉ ଏକ ନୀରବ ପ୍ରତିଶ୍ରୁତି। ତୁ ଯେତେ ଦୂରରେ ଥା ମୋ ପାଇଁ ସବୁବେଳେ ମୋର ଭାଇ ହେଇ ରହିବୁ। ଭଉଣୀ ଯେତେବେଳେ ଭାଇ ହାତରେ ରାକ୍ଷୀ ବାନ୍ଧେ ସେତେବେଳେ ସେ କେବଳ ସୂତା ବାନ୍ଧେନି, ସେ ବାନ୍ଧିଥାଏ ପିଲାଦିନର ସ୍ମୃତି, ମାଆର ଡାକ, ବାପାଙ୍କ ଗାଳି, ସାଙ୍ଗ ହୋଇ ଖେଳିଥିବା ସେଇ ଦିନ, ଆଉ ଅନେକ ଅକୁହା କଥା। କେତେ ଅଜବ ନା, ପିଲାଦିନେ ଯେଉଁ ଭାଇଟା ଭଉଣୀର ଚୁଟି ଟାଣି ଦେଉଥିଲା, ଆଜି ସେଇ ଭାଇଟା ଭଉଣୀର ମୁଣ୍ଡ ଉପରେ ହାତ ରଖି କହୁଛି, ଚିନ୍ତା କରନି, ମୁଁ ପା ଅଛି। ଏଇ ଦୁଇଟି ଶବ୍ଦ, ମୁଁ ଅଛି, ଭଉଣୀ ପାଇଁ ହୁଏତ ଦୁନିଆର ସବୁଠୁ ବଡ଼ ଭରସା। ଭାଇ ପାଇଁ ଭଉଣୀ କେବଳ ଜଣେ ଭଉଣୀ ନୁହେଁ, ସେ ହେଉଛି ଘରର ହସ। ମା ପରେ ନିଜ ମନର କଥା କହିପାରୁଥିବା ସିଏ ହେଉଛି ସେଇ ମଣିଷ ଯାହା ସହିତ ଝଗଡ଼ା କରିହେବ, ରାଗ କରିହେବ, କିନ୍ତୁ ଦୂରେଇ ରହିହେବନି। କିନ୍ତୁ ସମୟ ବଦଳିଯାଏ, ପିଲାଦିନର ଖେଳ ଧୀରେ ଧୀରେ ଶେଷ ହୋଇଯାଏ। ଭାଇ ନିଜ କାମରେ ବ୍ୟସ୍ତ ହୋଇଯାଏ, ଭଉଣୀ ନିଜ ଘର ଆଉ ନିଜ ସଂସାରରେ ବ୍ୟସ୍ତ ରହିଯାଏ। ଫୋନ୍ରେ କଥା ହେବାକୁ ମଧ୍ୟ ସମୟ ମିଳେନି, କିନ୍ତୁ ବର୍ଷରେ ଥରେ ଯେତେବେଳେ ରାକ୍ଷୀ ଆସେ, ଭଉଣୀର ମନ ପୁଣି ସେଇ ପିଲାଦିନକୁ
ଫେରିଯାଏ ଆଜ୍ଞା। ମନେ ପଡ଼େ ଭାଇ ସହିତ କରିଥିବା ଝଗଡ଼ା, ମନେ ପଡ଼େ ଲୁଚେଇ ରଖିଥିବା ସେଇ ଚକୋଲେଟ୍, ମନେ ପଡ଼େ ଭାଇ ଦେଇଥିବା ସେଇ ଛୋଟ ଉପହାର, ଆଉ ମନେ ପଡ଼େ ସେଇ ଦିନଗୁଡ଼ିକ ଯେଉଁଦିନ ଦୁଇ ଜଣଙ୍କ ପାଇଁ ଦୁନିଆଟା ବହୁତ ଛୋଟ ଥିଲା। କେତେ ଭଉଣୀ ଅଛନ୍ତି ଯାହାଙ୍କ ଭାଇ ଆଜି ଏ ଦୁନିଆରେ ନାହାନ୍ତି। କେତେ ଭାଇ ଅଛନ୍ତି ଯାହାଙ୍କ ଭଉଣୀ ଆଜି ଦୂର ଦେଶରେ ଅଛନ୍ତି। କେହି ଆଜି ରାକ୍ଷୀ ବାନ୍ଧିବାକୁ ଅପେକ୍ଷା କରୁଛନ୍ତି, ତ ଆଉ କେହି ଗୋଟିଏ ପୁରୁଣା ରାକ୍ଷୀକୁ ଦେଖି ନୀରବରେ ଆଖିରୁ ଲୁହ ଗଡ଼େଇ ଦେଉଛନ୍ତି। କାରଣ ରାକ୍ଷୀ ଦିନଟା କେବଳ ଖୁସି ନେଇ ଆସେନି, ଏହା ଅନେକ ପୁରୁଣା ସ୍ମୃତିକୁ ମଧ୍ୟ ସାଙ୍ଗରେ ନେଇ ଆସେ। କିନ୍ତୁ ଏହି ସ୍ମୃତିଗୁଡ଼ିକ ହିଁ ଆମକୁ ମନେ ପକାଇ ଦିଏ ଆମ ଜୀବନରେ କିଛି ସମ୍ପର୍କ ସତରେ ବହୁତ ଅମୂଲ୍ୟ। ରାକ୍ଷୀ ଭାଇକୁ କେବଳ ସୁରକ୍ଷାର ପ୍ରତିଶ୍ରୁତି ଦିଏନି, ଏ ଭାଇକୁ ମନେ ପକାଇ ଦିଏ ଭଉଣୀର ଖୁସିରେ ତାର ମଧ୍ୟ ଖୁସି ଅଛି। ଆଉ ଭଉଣୀକୁ ମନେ ପକାଇ ଦିଏ ଜୀବନ ଯେତେ ବଦଳି ଯାଉ ଭାଇର ହୃଦୟରେ ତାର ସ୍ଥାନ କେବେ ବଦଳିବ ନାହିଁ। ତେଣୁ ଏଥର ରାକ୍ଷୀରେ କେବଳ ରାକ୍ଷୀ ବାନ୍ଧନ୍ତୁ ନାହିଁ, ଭାଇକୁ ଟିକେ ଜୋରରେ ଧରନ୍ତୁ, ଭଉଣୀକୁ ଟିକେ ହସାନ୍ତୁ, ପୁରୁଣା ରାଗ ଭୁଲି ଯାଆନ୍ତୁ, ଆଉ ଯାହା କହିବାକୁ ବର୍ଷ ବର୍ଷ ଧରି ଭୁଲି ଯାଇଛନ୍ତି ଆଜି କହିଦିଅନ୍ତୁ। ତୁ ମୋ ପାଇଁ ବହୁତ ମୂଲ୍ୟବାନ। କାରଣ ଜୀବନରେ ଟଙ୍କା ପୁଣି ଫେରି ଆସିପାରେ, ସମୟ ମଧ୍ୟ ବଦଳିପାରେ, କିନ୍ତୁ ହଜି ଯାଇଥିବା ପ୍ରିୟ ମଣିଷଟି ସବୁବେଳେ ଫେରି ଆସିପାରେ ନା। ତେଣୁ ଏହି ରାକ୍ଷୀ କେବଳ ଗୋଟିଏ ସୂତା ନୁହେଁ, ଏଥିରେ ଅଛି ଭଉଣୀର ସ୍ନେହ, ଭାଇର ଭରସା, ପିଲାଦିନର ସ୍ମୃତି, ମାର ମମତା, ଆଉ ଏକ ଅତୁଟ ପ୍ରତିଶ୍ରୁତି। ଜୀବନ ଯେତେ ବଦଳି ଯାଉ ଆମ ସମ୍ପର୍କ କେବେ ବଦଳିବ ନାହିଁ। ରାକ୍ଷୀ ସିନା ହାତରେ ବନ୍ଧାଯାଏ, କିନ୍ତୁ ଭାଇ ଭଉଣୀର ଭଲ ପାଇବା ସବୁବେଳେ ହୃଦୟରେ ବନ୍ଧା ରହିଥାଏ। ସବୁ ଭାଇଙ୍କ ପାଇଁ ଭଉଣୀର ସ୍ନେହ ଅମର ହେଉ, ଆଉ ସବୁ ଭଉଣୀଙ୍କ ପାଇଁ ଭାଇର ଭଲ ପାଇବା ଓ ଭରସା ସବୁବେଳେ ଏମିତି ଅତୁଟ ରହୁ। କିଛି ସମ୍ପର୍କ ଜୀବନରେ ଆମେ ବାଛି ନଥାଉ, ସେ ସମ୍ପର୍କ ଆମକୁ ଜନ୍ମରୁ ମିଳିଥାଏ। ଆଉ ସେ ସମ୍ପର୍କ ଭିତରୁ ସବୁଠୁ ନିଆରା ହେଉଛି ଭାଇ ଓ ଭଉଣୀର ସମ୍ପର୍କ। ଏ ସମ୍ପର୍କରେ ରାଗ ଅଛି, ଅଭିମାନ ଅଛି, ଝଗଡ଼ା ଅଛି, କିନ୍ତୁ ଏ ସବୁଠାରୁ ଅଧିକ ଅଛି ଭଲ ପାଇବା। ଏମିତି ଭଲ ପାଇବା ଯାହାକୁ ଭାଇ କେବେ କହିପାରେ ନା, ଭଉଣୀ କେବେ ପରିପ୍ରକାଶ କରିପାରେ ନା। ମନେ ଅଛି ତ ସେ ପିଲାଦିନ, ଭାଇ ଭଉଣୀର ଚକୋଲେଟ୍ ନେଇଯାଉଥିଲା, ଭଉଣୀ ଭାଇର ଖେଳନା ଲୁଚେଇ ଦେଉଥିଲା, ଛୋଟ କଥାରେ ଝଗଡ଼ା, ଆଉ କିଛି ସମୟ ପରେ ପୁଣି ଦିଏ ଏକାଠି ଖେଳିବା। ସେତେବେଳେ ଜଣା ନଥିଲା ଏଇ ଛୋଟ ଛୋଟ ଝଗଡ଼ା ଗୁଡ଼ିକ ଦିନେ ସ୍ମୃତି ହେଇ ରହିଯିବ। ଜଣା ନଥିଲା ଦିନେ ଏଇ ଘରଟା ସେ ହସର ଶବ୍ଦ ପାଇଁ ଅପେକ୍ଷା କରିବ। ସମୟଟା କେତେ ଶୀଘ୍ର ବଦଳିଯାଏ ନା ଆଜ୍ଞା। ଗତକାଲି ଯିଏ ଭାଇ ସହିତ ଖେଳୁଥିଲା, ଆଜି ସେଇ ଭଉଣୀ ନିଜ ଘର ସଂସାରରେ ବ୍ୟସ୍ତ ରହିଯାଏ। ଦିନେ ଯିଏ ଭଉଣୀକୁ ଚିଡ଼ଉଥିଲା, ଆଜି ସେଇ ଭାଇ ଦୂର ସହରରେ ନିଜ ଜୀବନ ପାଇଁ ଦୌଡ଼ୁଛି। ଫୋନରେ କଥା ହୁଏ, କିନ୍ତୁ ସେଇ ପିଲାଦିନର ହସା ଆଉ ଫେରେନି। ତଥାପି ବର୍ଷକୁ ଥରେ ଗୋଟିଏ ଦିନ ଆସେ, ସେଇଟା ରାକ୍ଷୀ। ଯେଉଁଦିନ ଦୂରତା ହାରିଯାଏ, ବ୍ୟସ୍ତତା ହାରିଯାଏ, ଆଉ ଦୁଇଟି ହୃଦୟ ପୁଣି ଥରେ ପିଲାଦିନକୁ ଫେରିଯାଏ। ଭଉଣୀ ଯେତେବେଳେ ଭାଇର ହାତରେ ରାକ୍ଷୀ ବାନ୍ଧେ, ସେତେବେଳେ ତା ମନରେ କେତେ କଥା ଚାଲୁଥାଏ। ଭାଇ, ତୁ ମୋ ପାଖରେ ସବୁବେଳେ ଏମିତି ରହିବୁ ତ? ହୁଏତ ମନ ଖୋଲି ଏ କଥା କହିପାରେ ନା ଆଜ୍ଞା। ଜୀବନରେ ମୁଁ କେତେ ବଡ଼ ହେଲେ ବି ତୋ ପାଇଁ ମୁଁ ସେଇ ଛୋଟ ଭଉଣୀଟିଏ ହେଇ ରହିବି। ଆଉ ଭାଇ ସେ ମଧ୍ୟ କିଛି କହେନି, କେବଳ ଭଉଣୀର ମୁଣ୍ଡରେ ହାତ ରଖିଦିଏ। ହୁଏତ ମନେ ମନେ କହେ, ତୁ ଚିନ୍ତା କରେନି, ଦୁନିଆ ଯେତେ ବଦଳି ଯାଉ ତୋ ପାଇଁ ମୁଁ ସବୁବେଳେ ତୋ ଭାଇ ହେଇ ରହିବି। କିନ୍ତୁ ସବୁ ଭାଇ ଆଜି ଭଉଣୀ ପାଖରେ ନାହାନ୍ତି, ସବୁ ଭଉଣୀ ମଧ୍ୟ ଆଜି ଭାଇ ପାଖରେ ନାହାନ୍ତି। କେହି ଦୂର ସହରରେ, କେହି ବିଦେଶରେ, ଆଉ କେହି କେହି ଏ ଦୁନିଆରେ ମଧ୍ୟ ନାହାନ୍ତି। ସେଇ ଭାଇର ଫଟୋ ଆଗରେ ଆଜି ଭଉଣୀ ହୁଏତ ଗୋଟିଏ ରାକ୍ଷୀ ଦିଏ, ଆଖିର ଲୁହ ଜରାଏ, କିନ୍ତୁ ମନେ ମନେ କହେ, ଭାଇ ତୁ ଯୋଉଠି ଥା, ଏଇ ରାକ୍ଷୀ ଆଜି ବି ତୋ ପାଇଁ। ଆଉ କେତେ ଭଉଣୀ ନିଜ ଭାଇକୁ ଅପେକ୍ଷା କରନ୍ତି, ହାତରେ ରାକ୍ଷୀ ଅଛି, ଥାଳିରେ ମିଠା ଅଛି, କିନ୍ତୁ ଭାଇ ନାହିଁ। ଅପେକ୍ଷା ଅଛି, ଆଶା ଅଛି, ଆଉ ଆଖିରେ କିଛି ଅକୁହା ଲୁହ ଅଛି। ଏଇ ଲୁହକୁ ହୁଏତ କେହି ଦେଖିପାରିବେନି, କିନ୍ତୁ ରାକ୍ଷୀ ସେଇ ଲୁହର ଭାଷା ବୁଝେ। ତେଣୁ ଏଥର ରାକ୍ଷୀ କିଣିବା ପୂର୍ବରୁ ଭାଇକି ଟିକେ ଫୋନ୍ କରନ୍ତୁ, ଭଉଣୀକି ଟିକେ ପାଖକୁ ଡାକନ୍ତୁ। ପୁରୁଣା ଝଗଡ଼ାକୁ ଭୁଲି ଯାଆନ୍ତୁ, କାରଣ ଜୀବନ ବହୁତ ଛୋଟ। କେତେବେଳେ କିଏ କେଉଁଠି ରହିଯିବ ଆମେ କେହି ଜାଣିନୁ। ଆଜି ଯିଏ ପାଖରେ ଅଛି ତାକୁ ଭଲ ପାଆନ୍ତୁ, କାଲି ପାଇଁ ଜମା ବି ରଖନ୍ତୁନି। ଭାଇକି କୁହନ୍ତୁ, ତୁ ମୋ ପାଇଁ କେବଳ ଭାଇ ନୁହେଁ, ତୁ ମୋ ପିଲାଦିନର ସବୁଠାରୁ ସୁନ୍ଦର ସ୍ମୃତି। ଭଉଣୀକୁ କୁହନ୍ତୁ, ତୁ କେବଳ ମୋ ଭଉଣୀ ନୁହଁ, ତୁ ମୋ ଜୀବନର ସେଇ ସମ୍ପର୍କ ଯାହାକୁ ମୁଁ କେବେ ହରାଇବାକୁ ଚାହେଁନି। ରାକ୍ଷୀ ଗୋଟିଏ ସୂତା, କିନ୍ତୁ ଏଇ ସୂତାରେ ବନ୍ଧା ଅଛି ହଜାର ହଜାର ସ୍ମୃତି। ଭଉଣୀର ମମତା, ଭାଇର ଭରସା, ପିଲାଦିନର ହସ, ଝଗଡ଼ା, ଅଭିମାନ, ଆଉ ଅସରନ୍ତି ଭଲ ପାଇବା। ହାତରେ ବନ୍ଧା ରାକ୍ଷୀ କିଛି ଦିନ ପରେ ହୁଏତ ଖୋଲିଯିବ, ସୂତାଟି ହୁଏତ ଛିଣ୍ଡିଯିବ, କିନ୍ତୁ ଭାଇ ଭଉଣୀର ଭଲ ପାଇବାର ସୂତା କେବେ ଛିଣ୍ଡିବନି ଆଜ୍ଞା। କାରଣ ରାକ୍ଷୀ ହାତରେ ବନ୍ଧାଯାଏ, କିନ୍ତୁ ଭାଇ ଭଉଣୀର ସମ୍ପର୍କ ସାରା ଜୀବନ ହୃଦୟରେ ବନ୍ଧା ରହିଥାଏ। ସବୁ ଭାଇ ଭଉଣୀଙ୍କ ଭଲ ପାଇବା ଏମିତି ଅତୁଟ ରହୁ, ଆଉ ପ୍ରତ୍ୟେକ ରାକ୍ଷୀ କାହାର ହାତରେ ନୁହେଁ, କାହାର ହୃଦୟରେ ବନ୍ଧା ହେଉ। ସମସ୍ତଙ୍କୁ ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଓ ଶୁଭକାମନା। ରହୁଛୁ, ନମସ୍ତେ,
ଜୟ ଜଗନ୍ନାଥ।